ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସିଥାଏ କି ମୋର ସାଇଜ୍ ବଢ଼ିପାରେ କି? ନମସ୍କାର ଦର୍ଶକ ବନ୍ଧୁ, ଆଜି ମୁଁ ଏହି ଅତି କମନ୍ କିନ୍ତୁ ଗୋପନରେ ପଚରାଯାଉଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେବି ଏବଂ ତାହା ବି ସମ୍ପୂର୍ଣ୍ଣ ରିସର୍ଚ୍ଚ ଓ ସିନିୟର ଡକ୍ଟରଙ୍କ ସହ ଆଲୋଚନା ପରେ। ତେଣୁ ଦୟାକରି ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ମୁଁ ଆପଣଙ୍କୁ ପ୍ରତ୍ୟେକ ମେଥଡ଼ ଏବଂ ତାର ଆଡ଼ଭାଣ୍ଟେଜ୍ ଓ ଡିସଆଡ଼ଭାଣ୍ଟେଜ୍ କ୍ଲିୟର କଟ୍ ବୁଝାଇଦେବି। ତେବେ ଚାଲନ୍ତୁ ଆରମ୍ଭ କରିବା। ତ ପ୍ରଥମ ଜିନିଷଟି ହେଲା ରିଆଲିଟି ଚେକ୍। ପ୍ରକୃତରେ ନର୍ମାଲ ସାଇଜ୍ କ'ଣ? ପ୍ରଥମେ ଆସନ୍ତୁ ଆମେ ସେହି ବଡ଼ ବଡ଼ ମିଥ୍ସ ଗୁଡ଼ାକୁ ଭାଙ୍ଗିଦେବା, ଯାହା ଆପଣ ଆଡଲ୍ଟ ଫିଲ୍ମ କିମ୍ବା ଇଣ୍ଟରନେଟ୍ରେ ଦେଖିଥାନ୍ତି। ଆପଣମାନେ ସେଠାରେ ଯେଉଁ 6 to 7 ଇଞ୍ଚର ମଡ଼େଲ ଦେଖିଥାନ୍ତି, ସେମାନେ ରିଆଲିଟି ନୁହନ୍ତି, ଏକ୍ସେପସନ୍ ଅଟନ୍ତି। ସାଇନ୍ସ ଓ ଡାଟା ଅନୁସାରେ ଆଭରେଜ ଇଣ୍ଡିଆନ୍ ମେଲ୍ର ଇରେକ୍ଟ ସାଇଜ୍ 4.5 ରୁ 5.5 ଇଞ୍ଚ ମଧ୍ୟରେ ହୋଇଥାଏ ଏବଂ ଗର୍ଥ ବା ତାର ମୋଟାଇ 2.5 ରୁ 3.5 ଇଞ୍ଚ ହୋଇଥାଏ। ଯଦି ଆପଣଙ୍କର ଇରେକ୍ସନ୍ ସାଇଜ୍ 3 ଇଞ୍ଚରୁ କମ୍ ଅଛି, ତେବେ ହିଁ ଜଣେ ଡକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ। ନଚେତ୍ ଭାଇମାନେ, ଆପଣ ସମ୍ପୂର୍ଣ୍ଣ ନର୍ମାଲ ରେଞ୍ଜ ମଧ୍ୟରେ ଅଛନ୍ତି, ତେଣୁ ଚିନ୍ତା କରିବାର କିଛି ନାହିଁ। ସାଇଜ୍ ଭିନ୍ନ ଭିନ୍ନ ହୁଏ, ଯେପରିକି ହାଇଟ୍ ଭିନ୍ନ ହୋଇଥାଏ। କଣ୍ଡମ୍ ଟାଇଟ୍ ବା ଲୁଜ୍ ଲାଗୁଛି, ତେବେ କଣ୍ଡମ୍ର ସାଇଜ୍ ବଦଳାନ୍ତୁ, କିନ୍ତୁ ନିଜର ସାଇଜ୍ ନୁହେଁ। ଏବେ ଆସିବା ଗ୍ରୋଥର ବୟସ। 25+ ବୟସରେ ସାଇଜ୍ ବଢ଼ିପାରେ କି? ନ୍ୟାଚୁରାଲ ଗ୍ରୋଥର ସମୟ ହେଉଛି ପ୍ୟୁବର୍ଟି, ଅର୍ଥାତ୍ 12 ରୁ 19 to 20 ବର୍ଷ ମଧ୍ୟରେ। ଏହି ସମୟରେ ଆପଣଙ୍କର ଜିନ୍ସ, ନ୍ୟୁଟ୍ରିସନ୍ ଏବଂ ହରମୋନ୍ ଆପଣଙ୍କର ଫାଇନାଲ ସାଇଜ୍ ନିର୍ଣ୍ଣୟ କରେ। ଏହି ସମୟରେ ଯଦି ଆପଣ ଅତ୍ୟଧିକ ମାଷ୍ଟରବେସନ୍ କରନ୍ତି, ତେବେ ଥିଓରିଟିକାଲି ବ୍ଲଡ୍ ଫ୍ଲୋ ଉପରେ ପ୍ରଭାବ ପଡ଼ିପାରେ, କିନ୍ତୁ ଏହି ଗ୍ରୋଥ୍ ପିରିୟଡ଼ 25 to 28 ବର୍ଷ ପର୍ଯ୍ୟନ୍ତ ମ୍ୟାକ୍ସିମମ୍ ରହିଥାଏ। ତାପରେ ଆପଣଙ୍କ ଶରୀରର ଷ୍ଟ୍ରକ୍ଚର ସେଟ୍ ହୋଇଯାଏ। ତେଣୁ ଯଦି ଆପଣ 30 ବର୍ଷ ହୋଇଯାଇଛନ୍ତି ଏବଂ ଭାବୁଛନ୍ତି କୌଣସି ନ୍ୟାଚୁରାଲ ଉପାୟରେ 3 ଇଞ୍ଚରୁ 5 ଇଞ୍ଚ କରିହେବ, ତାହେଲେ ଏହା ଇମ୍ପସିବୁଲ୍ ଅଟେ। କିନ୍ତୁ ହଁ, ଆପଣଙ୍କର ଇରେକ୍ସନ୍ କ୍ୱାଲିଟି, ଷ୍ଟାମିନା ଏବଂ ବ୍ଲଡ୍ ଫ୍ଲୋ ନିଶ୍ଚୟ ଇମ୍ପ୍ରୁଭମେଣ୍ଟ କରାଯାଇପାରିବ ଏବଂ ସେଥିରେ ଆପଣଙ୍କର ସାଇଜ୍ ଟିକେ ବେଟର ଆପିୟର ହୋଇପାରେ। ଏବେ ଆସିଯିବା ପାର୍ଟ 3 କୁ, ନ୍ୟାଚୁରାଲ ଉପାୟ। ଏକ୍ସରସାଇଜ୍, ମେସେଜ, ପିଲ୍ସ କାମ କରେ କି? ଚାଲନ୍ତୁ ବର୍ତ୍ତମାନ ପ୍ରତ୍ୟେକ ମେଥଡ଼କୁ ବୁଝିବା। ପ୍ରଥମଟି ହେଲା ଏକ୍ସରସାଇଜ୍ ଏବଂ ମେସେଜ, ଜେଲ୍କିଂ, ପଲ୍ଭିକ୍ ଷ୍ଟ୍ରେଚେସ୍ ଏକ୍ସେଟ୍ରା। ପେନିସ୍ ଏକ ମସଲ ନୁହେଁ, ସ୍ପଞ୍ଜି ଟିସ୍ୟୁ ଅଟେ। ଏକ୍ସରସାଇଜ୍ରେ ଆପଣଙ୍କର ପଲ୍ଭିକ୍ ଏରିଆର ବ୍ଲଡ୍ ଫ୍ଲୋ ଇମ୍ପ୍ରୁଭ୍ କରିପାରିବ। ରେଗୁଲାର ଅଏଲ୍ ମେସେଜ, ଷ୍ଟ୍ରେଚେସ୍ ଏବଂ ଜେଲ୍କିଂ ଏକ ଖାସ୍ ଟେକ୍ନିକ୍ ଦ୍ୱାରା ଆପଣଙ୍କର ଇରେକ୍ସନ୍ ଷ୍ଟ୍ରେନ୍ଥ ବଢ଼ିପାରେ। ଷ୍ଟ୍ରଙ୍ଗର ଇରେକ୍ସନ୍ର ଅର୍ଥ ହେଉଛି ଆପଣଙ୍କ ସାଇଜ୍ ନିଜର ଫୁଲ୍ ପୋଟେନ୍ସିଆଲ ଦେଖାଇ ପାରିବ। ଏହା ପରମାନେଣ୍ଟ ସାଇଜ୍ ବଢ଼ାଏ ନାହିଁ, କିନ୍ତୁ ପରଫର୍ମାନ୍ସ ଏବଂ ଲୁକ୍ସ ଦୁହେଁ ଇମ୍ପ୍ରୁଭ୍ କରିପାରନ୍ତି। ସେକେଣ୍ଡ ମେଥଡ଼, ପିଲ୍ସ ଏବଂ ସପ୍ଲିମେଣ୍ଟସ୍। ମାର୍କେଟରେ ଯେଉଁ ସାଇଜ୍ ବଢ଼ାଇବାର ଗୋଳି ମିଳେ, ବଟିକା ମିଳେ, ସେମାନଙ୍କର 99% ଟ୍ରୁଥ୍ ଏହା, ସେଗୁଡ଼ିକ ଆପଣଙ୍କର ସାଇଜ୍ ନୁହେଁ, ବରଂ ଆପଣଙ୍କର ସେକ୍ସୁଆଲ ଡିଜାୟାର ବା ଲିବିଡୋକୁ ବଢ଼ାଇଥାନ୍ତି। ସେଗୁଡ଼ିକ ଆପଣଙ୍କର ଟେଷ୍ଟୋଷ୍ଟିରୋନ୍ କିମ୍ବା ବ୍ଲଡ୍ ଫ୍ଲୋକୁ ଟେମ୍ପରାରୀ ବୁଷ୍ଟ କରନ୍ତି, ଅର୍ଥାତ୍ ଆପଣଙ୍କୁ ଅଧିକ ଡିଜାୟାର ରହିବ, ଇରେକ୍ସନ୍ ଭଲ ହେବ ଏବଂ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ପରଫର୍ମ କରିପାରିବେ, କିନ୍ତୁ ପରମାନେଣ୍ଟ ଲେନ୍ଥରେ କୌଣସି ଫରକ ଆସିବ ନାହିଁ। ଥାର୍ଡଟି ହେଲା ପମ୍ପସ୍। ଏହା ଏକ ଟେମ୍ପରାରୀ ସଲ୍ୟୁସନ୍। ପମ୍ପ ଏକ ଟ୍ୟୁବ୍ ହୋଇଥାଏ, ଯାହାଦ୍ୱାରା ଏୟାର ବାହାର କରି ଭ୍ୟାକ୍ୟୁମ୍ ସୃଷ୍ଟି କରାଯାଏ, ଯାହାଫଳରେ ବ୍ଲଡ୍ ଟିସ୍ୟୁ ଭିତରକୁ ଟାଣି ଆଣେ। ଏଥିରେ ସାଇଜ୍ 30 ରୁ 40 ମିନିଟ୍ ପାଇଁ ଟିକେ ବଡ଼ ଓ ଫୁଲର ଦେଖାଯାଇପାରେ। କେତେକ ଡକ୍ଟର୍ସ ଏହାକୁ ଇରେକ୍ସନ୍ ଇସ୍ୟୁ ପାଇଁ ପ୍ରେସ୍କ୍ରାଇବ୍ ମଧ୍ୟ କରିଥାନ୍ତି, କିନ୍ତୁ ଏହା ପରମାନେଣ୍ଟ ରିଜଲ୍ଟ ପାଇଁ ନୁହେଁ। ତ ଆସନ୍ତୁ ଯିବା ନେକ୍ସଟ ଚାପ୍ଟରକୁ। ତେବେ ପରମାନେଣ୍ଟ ସଲ୍ୟୁସନ୍ କ'ଣ? ସର୍ଜରୀ ଓ ଇମ୍ପ୍ଲାଣ୍ଟସ୍ ବିଷୟରେ ସତ୍ୟତା। ଯଦି ଆପଣ ପରମାନେଣ୍ଟ ଚେଞ୍ଜ ଚାହୁଁଛନ୍ତି, ତେବେ 2ଟି ସର୍ଜିକାଲ ଅପସନ୍ ଅଛି, କିନ୍ତୁ ଏଗୁଡ଼ିକୁ ଭଲରେ ଚିନ୍ତା କରି ଭଲ ୟୁରୋଲୋଜିଷ୍ଟ ସହ ପରାମର୍ଶ କରି ହିଁ କରାଇବା ଉଚିତ। ପ୍ରଥମଟି ହେଲା ଲିଗାମେଣ୍ଟ ରିଲିଜ୍ ସର୍ଜରୀ। ସରଳ ଭାଷାରେ ପେନିସ୍ ପବ୍ଲିକ୍ ବୋନ୍ ସହ ଏକ ଲିଗାମେଣ୍ଟ ଦ୍ୱାରା ଆଟାଚ୍ ହୋଇଥାଏ। ସର୍ଜରୀରେ ସେହି ଲିଗାମେଣ୍ଟକୁ କେୟାରଫୁଲି କାଟି ଦିଆଯାଏ, ଯାହାଦ୍ୱାରା ପେନିସ୍ ଟିକେ ବାହାରକୁ ଆସିଯାଏ ଏବଂ 1 to 1.5 ଇଞ୍ଚ ପର୍ଯ୍ୟନ୍ତ ଏକ୍ସଟ୍ରା ଲେନ୍ଥ ଭିଜିବୁଲ୍ ହୋଇପାରେ। କିନ୍ତୁ ଏହାର ସାଇଡ୍ ଇଫେକ୍ଟ ମଧ୍ୟ ରହିଛି। ସ୍କେରିଂ, ରିକଭରି ଟାଇମ୍ ଏବଂ କେତେକ କମ୍ପ୍ଲିକେସନ୍ସ ମଧ୍ୟ ହୋଇପାରେ। ଏତଦ୍ ବ୍ୟତୀତ ଯଦି ଆପଣଙ୍କର ୱେଟ୍ ଅଧିକ ଅଛି,
तेबे प्रथमे वेट लॉस को बेटर ऑप्शन मानि नियंतु। सेकेंड टाइप ऑफ सर्जरी हला बा इम्प्लांट्स हला पेनाइल इम्प्लांट्स। यही एकमात्र एपरी मेथड जहाँ साइज बढ़ाई पारे। एथिरे पेनिस भितरे आर्टिफिशियल रड इम्प्लांट करा जाए। यही रड इरेक्ट स्टेट को मेंटेन करिबारे सहायता करे, किंतु भाबंतु यह एक आर्टिफिशियल जिनिस आपणक शरीर भितरे रही, जपरिक टूथ इम्प्लांट बा नी रिप्लेसमेंट करा जाए। यह लास्ट ऑप्शन अटे। साधारणतः इरेक्टाइल डिस्फंक्शन रो सिवियर केस पई यह व्यवहृत हुए। प्रत्येक केस रे रिजल्ट सेम आसे नाही। यह एक बहुत महंगा प्रोसीजर मध्य अटे। तो कौन करिवे देखंतु भाई माने, जदि आपण नॉर्मल रेंज 4.5 रु 5.5 इंच मध्य अछंती तब रिलैक्स करंतु। कॉन्फिडेंस सबठार बड़ जिंस। नेचुरल इंप्रूवमेंट पई हेल्दी लाइफस्टाइल, पल्विक एक्सरसाइजेस, स्ट्रेस मैनेजमेंट एवं गुड ब्लड फ्लो उपरे फोकस करंतु। यह आपनकर परफॉर्मेंस को ट्रांसफॉर्म कर देबो। पिल्स व पम्प्स टेम्पररी बूस्ट पई परमानेंट साइज यह इंक्रीज करे नाही। सर्जरी एक सीरियस स्टेप होई पारे। केबेले कौन से सोशल मीडिया आड बा क्लिनिक रे झुकी पड़ी कराइबे नाही। सर्वदा जने नामी यूरोलॉजिस्ट सह डिटेल कंसल्टेशन करिवे। आपणकर सेक्सुअल हेल्थ आपणकर ओवरऑल हेल्थ रो एक अंश। यह सह जड़ित इनसिक्यूरिटी अति कॉमन, किंतु यार चक्कर रे भूल निष्पत्ति नियंतु नाही। तो दर्शक बंधु आशा करुछि आपनको एही डिटेल इन्फॉर्मेशन उपकारी लागिथिबो। जदि आपणकर आउ कोनोसी प्रश्न अछि तेबे निम्न रे थिबा कमेंट सेक्शन रे अवश्य लिखंतु। यह एक जजमेंट फ्री जोन अटे। एहीपरि हेल्थ माइट्स को क्लियर करिवा पई चैनल को सब्सक्राइब करिवा को जमारो भूलिबे नाही एवं भिडियोटी सही बंधु मानक सह अवश्य शेयर करंतु जो मानक सह कथा हेबारे आपणकर संकोच अनुभव करंती। तो देखाबा आउ एक भिडियो रे। धन्यवाद।